ଆଇନଗତ ପ୍ରତ୍ୟାଖ୍ୟାନ କୌଣସି ଜାତି, ଧର୍ମ ଏବଂ ସମୁଦାୟକୁ ଆକ୍ଷେପ କରିବା, କାହାର ଧାର୍ମିକ ଭାବନା ବିଶ୍ୱାସକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଆମର ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ସମାଜର ଅନ୍ଧବିଶ୍ୱାସ, ଖରାପ ପରମ୍ପରା, କପଟତା, କୁପ୍ରଥା, ଭେଦଭାବ, ଅସମାନତା ବିଷୟରେ ମନୁଷ୍ୟର ଚିନ୍ତାଧାରା ଅନୁଯାୟୀ ଲୋକଙ୍କୁ ସଚେତନ କରାଇବା। ଅଜ୍ଞାନତା ହେଉଛି ଅନ୍ଧବିଶ୍ୱାସର ମୂଳ କାରଣ। ତର୍କ ଏବଂ ପ୍ରମାଣ ହେଉଛି ଏମିତି ଏକ ଅସ୍ତ୍ର ଯେଉଁଥିରେ ଅନ୍ଧବିଶ୍ୱାସକୁ ସମୂଳେ ବିନାଶ କରିହେବ। ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲ ଭାରତୀୟ ସମ୍ବିଧାନର ପ୍ରବନ୍ଧ 51A(H) ଅନୁଯାୟୀ ବୈଜ୍ଞାନିକ ଚେତନା ଓ ମାନବବାଦୀ ସ୍ୱଭାବ ଏବଂ ମୌଳିକ କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରେ। ଭାରତୀୟ ସମ୍ବିଧାନ ପ୍ରବନ୍ଧ 19(1) କ ଅନୁଯାୟୀ ସମସ୍ତଙ୍କୁ ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ଦିଆଯାଇଛି। ବାଲ୍ମୀକି ନାୟକଙ୍କ ଲିଖିତ ପ୍ରସଙ୍ଗ ଭାଗ୍ୟବାଦୀ ମାନସିକତା। ଭାରତରେ ଏମିତି ତ ଅନେକ ପ୍ରକାରର କୁସଂସ୍କାର ଓ ଭିତ୍ତିହୀନ ବିଶ୍ୱାସ ପ୍ରଚଳିତ ଅଛି। ତନ୍ମଧ୍ୟରେ ଭାଗ୍ୟବାଦୀ ମାନସିକତା ମଧ୍ୟ ବହୁଳ ଭାବେ ପ୍ରଚଳିତ। କପାଳ ଲିଖନ କେ କରିବ ଆନ, ଭାଗ୍ୟରେ ଯାହା ଲେଖା ଅଛି ତାହା ହିଁ ହେବ, ଭାଗ୍ୟ ଆଗରେ ସବୁ କିଛି ତୁଚ୍ଛ ଇତ୍ୟାଦି ପ୍ରଚଳିତ ପ୍ରବାଦଗୁଡ଼ିକରୁ କ'ଣ ସବୁ ପ୍ରମାଣିତ ହେଉଛି ଆସନ୍ତୁ ଦେଖିବା। ଭାଗ୍ୟ ନାମକ ଏଭଳି ଗୋଟିଏ ଅତି ମହାନ ଶକ୍ତି ଅଛି ଯାହାକୁ ଅନ୍ୟ କୌଣସି ଶକ୍ତି ଏପରିକି ସ୍ୱୟଂ ଭଗବାନ ମଧ୍ୟ ବଦଳାଇ ପାରିବେ ନାହିଁ ବୋଲି କୁହାଯାଇଥାଏ। ଭାଗ୍ୟରେ ଯାହା ଲେଖା ଅଛି ତାହା ଯଦି ଘଟିବା ସୁନିଶ୍ଚିତ ତେବେ ତାକୁ ଲେଖେ କିଏ? ଭଗବାନ ଯଦି ଲେଖୁଛନ୍ତି ତାହେଲେ ସେ ପୁଣି ପରିବର୍ତ୍ତନ କରିପାରିବେ ନାହିଁ କାହିଁକି? ଭାଗ୍ୟ ନିର୍ଦ୍ଧାରିତ କରୁଥିବା ଶକ୍ତି ନିଶ୍ଚୟ ତଥାକଥିତ ଭଗବାନଠାରୁ ବି ବଡ଼। ଏହା ହିଁ ତ ପ୍ରମାଣିତ ହୋଇଛି। କୁହାଯାଏ, ତୁମେ ଯେତେ ଯାହା ପରିଶ୍ରମ କର ପଛେ ଭାଗ୍ୟରେ ନଥିଲେ ସୁଫଳ କେବେ ବି ପାଇବ ନାହିଁ। ଅଥଚ ଭାଗ୍ୟରେ ଥିଲେ ତୁମେ ପରିଶ୍ରମ ନ କରି କିମ୍ବା କମ୍ ପରିଶ୍ରମ କରି ମଧ୍ୟ ସୁଫଳ ପାଇବ। ସେହିମାନେ ପୁଣି କହୁଛନ୍ତି କର୍ମ ନ କଲେ ଫଳ ମିଳିବନି। ଏଭଳି ବିରୋଧାଭାସ କାହିଁକି? ତେଣୁ ବୈଜ୍ଞାନିକ ଦୃଷ୍ଟିକୋଣ ରଖୁଥିବା କୌଣସି ବୁଦ୍ଧିମାନ ବ୍ୟକ୍ତି ଉପରୋକ୍ତ ଭାଗ୍ୟବାଦୀ ମନୁଷ୍ୟମାନଙ୍କ ମତକୁ ଉଚିତ ବୋଲି କେବେ ବି ସମର୍ଥନ କରିପାରିବ ନାହିଁ। ମଣିଷର କର୍ମମୟ ଜୀବନରେ ସଫଳ ବା ବିଫଳ ସହିତ ସୌଭାଗ୍ୟ ଓ ଦୁର୍ଭାଗ୍ୟକୁ ଯୋଡ଼ି ଯେଉଁ ରହସ୍ୟମୟ ମନ୍ତବ୍ୟ ଦିଆଯାଏ ତାହା କେବଳ କପୋଳ କଳ୍ପିତ ଭିତ୍ତିହୀନ ବିଶ୍ୱାସ ବ୍ୟତୀତ ଅନ୍ୟ କିଛି ନୁହେଁ। ଭାଗ୍ୟ ବିନା ଗତି ନାହିଁର ମିଥ୍ୟା ବିଶ୍ୱାସ। ଭାଗ୍ୟବାଦୀ ବ୍ୟକ୍ତି ପ୍ରତ୍ୟେକ କଥାକୁ ବିନା ତର୍କରେ ସ୍ୱୀକାର କରିଯାଏ। ତାହା ଫଳରେ ସେ ନିଜକୁ ମଧ୍ୟ ସେହି ଧାରାରେ ହିଁ ଅନୁପ୍ରାଣିତ କରିଥାଏ। ଦୁନିଆରେ ମଣିଷ ପାଇଁ ଦୁଇଟି ରାସ୍ତା ଅଛି। ପ୍ରଥମଟି ହେଲା, ତୁମ ଜୀବନ ଯଦି ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ହୋଇଛି ତୁମେ ନିଜର ଜ୍ଞାନ ଓ ଶକ୍ତି ପ୍ରୟୋଗ କରି ପରିସ୍ଥିତିକୁ ଅନୁକୂଳ ଦିଗରେ ପରିବର୍ତ୍ତନ କରିବାକୁ ଚେଷ୍ଟା କର। ଦ୍ୱିତୀୟ ରାସ୍ତା, ପରିସ୍ଥିତି ଆଗରେ ଆତ୍ମସମର୍ପଣ ଅର୍ଥାତ୍ କୌଣସି ପ୍ରଚେଷ୍ଟା ନ କରି ପ୍ରତିକୂଳ ପରିସ୍ଥିତିକୁ ସହ୍ୟ କରି କଷ୍ଟମୟ ଜୀବନ ବିତାଇ ଦିଅ। ଆମ ଦେଶର ଅଧିକାଂଶ ଲୋକ ଦ୍ୱିତୀୟ ରାସ୍ତାରେ ହିଁ ଚାଲିଥାନ୍ତି। ଯେତେ କଷ୍ଟ ହେଉ ପଛେ ଭାଗ୍ୟର ଭରସାରେ ହିଁ ବଞ୍ଚିବାକୁ ପ୍ରୟାସ କରିଥାନ୍ତି। ଗରିବ ବ୍ୟକ୍ତିଟି ଭାବୁଛି ଭଗବାନ ଆମକୁ ଯାହା ଦେଇଛନ୍ତି ସେତିକିରେ ହିଁ ଆମେ ଖୁସିରେ ଅଛୁ। ଆମ ଭାଗ୍ୟରେ ଥିଲେ ଦିନେ ନା ଦିନେ ଆମକୁ ସୁଖ ମିଳିବ। କେତେଜଣ ଭାବନ୍ତି ଏହା ଆମର ପୂର୍ବଜନ୍ମର କର୍ମର ଫଳ। ଆଉ କେତେ ଲୋକ ନିଜର ଦୁର୍ଦ୍ଦଶା ପାଇଁ ଗ୍ରହ ଦୋଷ ବୋଲି ଭାବି ଦିଅନ୍ତି। ସେମାନେ କୌଣସି ତାନ୍ତ୍ରିକ ବା ଜ୍ୟୋତିଷଙ୍କ ପ୍ରରୋଚନାରେ ଗ୍ରହ ଶାନ୍ତି ପାଇଁ ବିଭିନ୍ନ କର୍ମକାଣ୍ଡ ମଧ୍ୟ କରାଇଥାନ୍ତି। ନିଜର ଦୁର୍ଦ୍ଦଶାର ଅସଲ କାରଣ ଖୋଜି ଦୋଷ ଦୂର କରିବାକୁ ପ୍ରୟାସ କେବେ ବି କରନ୍ତି ନାହିଁ। ଲୋକମାନଙ୍କର ଏହି ମାନସିକତା ଯୋଗୁଁ ସମାଜରେ ଗୋଟିଏ ପରଜୀବୀ ଗୋଷ୍ଠୀ ବିନା ପରିଶ୍ରମରେ ସବୁକିଛି ସୁଖ ସାଧନ ହାସଲ କରି ମଉଜ କରୁଛନ୍ତି। ଭିକାରୀଙ୍କ ସଂଖ୍ୟା ଭାରତରେ ସବୁଠାରୁ ଅଧିକା। ଲୋକମାନଙ୍କ ମନରେ ଗୋଟିଏ ଭୁଲ ବିଶ୍ୱାସ ରହିଛି ଯେ ଭିକ୍ଷାଦାନ ଦ୍ୱାରା ପୁଣ୍ୟ ଅର୍ଜନ ହୁଏ ଏବଂ ମୃତ୍ୟୁ ପରେ ସ୍ୱର୍ଗରେ ସ୍ଥାନ ମିଳେ। ଏହି ମାନସିକତା ଯୋଗୁଁ ଅନେକ ସୁସ୍ଥ ଥିବା କର୍ମଭୀରୁ ଠକ ପ୍ରକୃତିର ବ୍ୟକ୍ତି ମଧ୍ୟ
କେବଳ ଭିକ୍ଷାବୃତ୍ତି କରି ସରଳ ବିଶ୍ୱାସୀ ଲୋକମାନଙ୍କର ମାନସିକ ସ୍ତରରେ ଭାବନାତ୍ମକ ଶୋଷଣ କରିଥାନ୍ତି। ପୂର୍ବ କାଳର ବନାମ ବର୍ତ୍ତମାନ କାଳ। ଭାରତୀୟ ସମାଜରେ ଆଜି ମଧ୍ୟ ଗୋଟିଏ ଭ୍ରାନ୍ତ ଧାରଣା ରହିଛି ଯେ ପୂର୍ବ କାଳରେ ସବୁକିଛି ଭଲ ଥିଲା। କିନ୍ତୁ ସତ କଥା ହେଉଛି ଆଜିର ଯୁଗରେ ମଣିଷକୁ ଯେଉଁଭଳି ସୁଖ ସମୃଦ୍ଧି ପ୍ରାପ୍ତ ହୋଇଛି ବିଗତ କୌଣସି ଯୁଗରେ ତଥାକଥିତ ସତ୍ୟଯୁଗ, ଦ୍ୱାପର ଯୁଗ ଓ ତ୍ରେତୟା ଯୁଗ ଏସବୁ ଉପଲବ୍ଧ ନଥିଲା। ମଣିଷର ଆୟୁଷ ସମ୍ପର୍କରେ ଆମର ଧାରଣା ରହିଛି ଯେ ଭଗବାନ ହିଁ ଆମର ଆୟୁଷ ନିର୍ଦ୍ଧାରଣ କରିଥାନ୍ତି। ସେଥିପାଇଁ କହନ୍ତି ଯାହାର ଯେମିତି ଯେଉଁଠି ମୃତ୍ୟୁ ଲେଖା ଅଛି ସେ ସେମିତି ସେଇଠି ମୃତ୍ୟୁବରଣ କରିବ। ଅନ୍ୟ ଦେଶମାନଙ୍କରେ ମଣିଷ ଶରୀର ଉପରେ ଗବେଷଣା କରି ବିଭିନ୍ନ ଚିକିତ୍ସା ପଦ୍ଧତି ଦ୍ୱାରା ବିଭିନ୍ନ ରୋଗମାନଙ୍କୁ ନିୟନ୍ତ୍ରଣ କରି ମଣିଷର ଆୟୁଷକୁ ବଢ଼ିବାରେ ଲାଗିଛନ୍ତି। ବର୍ତ୍ତମାନ କାଳରେ ବିଭିନ୍ନ ଭୟଙ୍କର ମହାମାରୀ ରୋଗର କାରଣ ଖୋଜି ଉପଯୁକ୍ତ ଚିକିତ୍ସା କରି ମନୁଷ୍ୟମାନଙ୍କୁ ରୋଗମୁକ୍ତ କରିପାରୁଛି। ଏପରିକି କେତେକ ରୋଗକୁ ସମୂଳେ ନଷ୍ଟ କରାଯାଇପାରିଛି କିମ୍ବା ତା'ର ପ୍ରଭାବକୁ କମ୍ କରାଯାଇପାରିଛି। ପରିତାପର ବିଷୟ ହେଉଛି ଯେ ଆଖି ଆଗରେ ଚିକିତ୍ସା ବିଜ୍ଞାନର ପରାକାଷ୍ଠା ଓ ସଫଳତା ଦେଖି ଶୁଣି ମଧ୍ୟ ଅଧିକାଂଶ ମଣିଷ ବିଶ୍ୱାସ କରନ୍ତି ରୋଗ ବ୍ୟାଧି ଆଦି ଈଶ୍ୱର ହିଁ ଆମର ଭାଗ୍ୟରେ ଲେଖିଛନ୍ତି, ତେଣୁ ସେ ଚାହିଁଲେ ହିଁ ସେହାକୁ ଠିକ୍ କରିପାରିବେ। ମଣିଷ ତ ନିମିତ୍ତ ମାତ୍ର। ଏହା ହେଉଛି ଏକ ଅବୈଜ୍ଞାନିକର ଚିନ୍ତାଧାରା। ବିଜ୍ଞାନ ଓ ଅବୈଷୟିକ ଜ୍ଞାନକୌଶଳର ପ୍ରଭାବ। ଆଜି ଏହି ଦୁନିଆରେ ମଣିଷ ପାଇଁ ଯେଉଁ ସୁଖ ସୁବିଧା ସବୁ ଉପଲବ୍ଧ ଅଛି ତାହା କେବଳ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ ଯୋଗୁଁ ସମ୍ଭବ ହୋଇଛି। ଅନ୍ୟଥା ଆମ ଧର୍ମଗ୍ରନ୍ଥମାନଙ୍କରେ ଯେଉଁ କାଳ୍ପନିକ ସ୍ୱର୍ଗର ମୋକ୍ଷ ପ୍ରାପ୍ତି କରି ସୁଖ ଭୋଗ କରିବାର ପ୍ରଲୋଭନ ଦିଆଯାଇଛି ଏହାର କାରଣ ହେଉଛି ଯେ ସେ ଯୁଗରେ ମଣିଷ ଆଦୌ ସୁଖରେ ରହିନଥିଲା। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ଶାରୀରିକ ରୋଗ ବ୍ୟାଧି ଯୋଗୁଁ ମଣିଷ ସର୍ବଦା ଦୁଃଖ କଷ୍ଟରେ ଜୀବନ ବ୍ୟତୀତ କରୁଥିଲା। ତେଣୁ ଶୀଘ୍ର ଏହି ଦୁଃଖ ଜଞ୍ଜାଳରୁ ମୁକ୍ତି ପାଇବାର ଉପାୟ ଖୋଜୁଥିଲା। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ମଣିଷ ପାଇଁ ବିଭିନ୍ନ ଭୌତିକ ସୁଖ ଭୋଗର ସୁଯୋଗ ଦେଇଛି। ଏହାର ବିକାଶ ଯୋଗୁଁ ମଣିଷର ଦେଖିବା, ଶୁଣିବା, ଗତି କରିବା ଆଦିରେ ଅଭୂତପୂର୍ବ ଭାବେ ବେଗ ବୃଦ୍ଧି ପାଇଛି। ବିଜୁଳି ଏବଂ ସୂଚନା ତନ୍ତ୍ରର ଉଦ୍ଭାବନ ହେଉଥିବାରୁ ଦୁନିଆରୁ ଗୋଟିଏ କୋଣରୁ ଆଉ ଗୋଟିଏ କୋଣ ପର୍ଯ୍ୟନ୍ତ ସମ୍ପର୍କ ରଖିବା ସମ୍ଭବ ହୋଇପାରିଛି। ଏପରିକି ପୃଥିବୀ ବାହାରେ ଥିବା ବିଭିନ୍ନ ଗ୍ରହ ଉପଗ୍ରହମାନଙ୍କ ବିଷୟରେ ବୈଜ୍ଞାନିକମାନେ ନୂଆ ନୂଆ ଜ୍ଞାନ ପ୍ରାପ୍ତ କରିପାରିଛନ୍ତି। ବର୍ତ୍ତମାନ ଯଦି ଏହି ଯୁଗରେ ମଧ୍ୟ କୌଣସି ମଣିଷ ଦୁଃଖରେ ଅଛି ବୋଲି ଭାବୁଛି ତାହେଲେ ତା'ର ଅସଲ କାରଣ ସେ ଜାଣିପାରୁନି। ସେ ନିଜର ଅପାରଗତା ଓ ଅଳସୁଆ ଗୁଣକୁ ସେ ସୁଧାରିବାକୁ ଚାହୁଁନି। ଆଦୌ କାମ ନ କରି ସାଧୁ ସନ୍ନ୍ୟାସୀଙ୍କ ଭଳି କିମ୍ବା କମ୍ କାମ କରି କାମଚୋର ତଥା ଶ୍ରମକତାର ଶ୍ରମିକ ଭଳି ସବୁ ସୁଖ ପାଇବାର ଲାଳସା ରଖୁଥିବା ଲୋକମାନେ ହିଁ ଦୁଃଖ ପାଉଥିବା କଥା କହନ୍ତି। ଯିଏ ମାନସିକ ଓ ଶାରୀରିକ ଭାବେ ଉଚିତ କର୍ମ କରେ ସେ କେବେ ସାରା ଜୀବନ କେବଳ ଦୁଃଖରେ ରହେ ନାହିଁ। ଭାଗ୍ୟ ଓ ପ୍ରାରବ୍ଧ ନାମରେ ଭିତ୍ତିହୀନ ବିଶ୍ୱାସର ପ୍ରଚାର। ଭାଗ୍ୟବାଦ ଭଳି ଅହେତୁକ ବିଶ୍ୱାସ ଯୋଗୁଁ ଶାସକ ଗୋଷ୍ଠୀଙ୍କ ଦ୍ୱାରା ଜନତାଙ୍କୁ ଶୋଷଣ କରିବା ସହଜ ହୋଇପଡ଼ିଥିଲା। ଧର୍ମ ନାମରେ ଯେଉଁଭଳି ଅପପ୍ରଚାର ହେଉଛି ତା ଯୋଗୁଁ ଶାସକମାନଙ୍କ କୁଶାସନ ବିରୋଧରେ କେହି ମଧ୍ୟ ପ୍ରତିବାଦର ସ୍ୱର ଉଠାଇ ପାରୁନାହାନ୍ତି। ଆଜି ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ରାଶିଫଳ ପ୍ରକାଶ କରି ଲୋକମାନଙ୍କ ମୁଣ୍ଡରେ ଭିତ୍ତିହୀନ ବିଶ୍ୱାସକୁ ଦୃଢ଼ କରାଯାଉଛି। ଏଇଠି ପ୍ରଶ୍ନ ଉଠୁଛି ଯେ ପୃଥିବୀର ସମସ୍ତ ମାନବ ଜାତି କ'ଣ କେବଳ 12 ଗୋଟି ରାଶିରେ ବିଭକ୍ତ ହୋଇଛନ୍ତି? ଶାସକ ଦଳର ସବୁ ନେତାଙ୍କ ଜାତକରେ କ'ଣ ରାଜଭୋଗ କରିବାର କଥା ଲେଖାଥାଏ? ସେମାନେ ଯଦି ତାଙ୍କର ପ୍ରାରବ୍ଧର ଫଳ ଭୋଗ କରିବା ପାଇଁ ଜନ୍ମ ହୋଇଛନ୍ତି ତେବେ ପ୍ରତିଥର ନେତାମାନେ ଇଲେକ୍ସନ ପୂର୍ବରୁ ଜ୍ୟୋତିଷ ତାନ୍ତ୍ରିକମାନଙ୍କ ପାଖକୁ ଯାଇ ଜିତିବା ପାଇଁ ପୂଜାପାଠ କରାଉଛନ୍ତି କାହିଁକି? କପାଳ ଲିଖନ ମୁଁ କରିବି ଆନ। ଯଦି ଓ ସମସ୍ତେ କହୁଛନ୍ତି କପାଳ ଲିଖନ କେ କରିବ ଆନ, ତଥାପି ସାଧୁ ସନ୍ଥ ବାବା ଜ୍ୟୋତିଷ ଓ ତାନ୍ତ୍ରିକମାନେ ଦାବି କରୁଛନ୍ତି କାହାରି ମଧ୍ୟ ଭାଗ୍ୟକୁ ସେ ନିଜର ଦୈବୀ ଶକ୍ତି ବଳରେ ପରିବର୍ତ୍ତନ କରିଦେଇପାରିବେ। ଅର୍ଥାତ୍
ଭଗବାନଙ୍କ ଦ୍ୱାରା କପାଳ ଲିଖନ ମୁଁ କରିଦେବି ଆନ ଭକ୍ତ କିଛି କରିବା ଦରକାର ନାହିଁ। ସେ କେବଳ ପୂଜା ପାଠର ଖର୍ଚ୍ଚ ବହନ କରିପାରିଲେ ଏହା ସମ୍ଭବ ହୋଇଯିବ। ବିଧି ନିର୍ଦ୍ଧାରିତ ପରିଣାମକୁ ସାମାନ୍ୟ ମାନବ କିପରି ପରିବର୍ତ୍ତନ କରିପାରିବ? ଭକ୍ତ କାହିଁକି ଜାଣିପାରୁନି ଯେ ମୁଁ ସତରେ ଠିକ୍ ହେବାକୁ ଯାଉଛି? ଅସଲ ରହସ୍ୟ ହେଉଛି କାହାରି ଭାଗ୍ୟରେ କେହି କିଛି ନିର୍ଦ୍ଧାରଣ କରିଥାନ୍ତି। ତେଣୁ ପଣ୍ଡିତମାନେ ନିଜ ମନରୁ ଯାହା କହି ଭକ୍ତଙ୍କ ମନରେ ଭରି ଦିଅନ୍ତି ତାହାକୁ ଧର୍ମ ଭୀରୁ ଲୋକମାନେ ସହଜରେ ବିଶ୍ୱାସ କରିଯାଆନ୍ତି। ଦ୍ୱିତୀୟରେ, ଭବିଷ୍ୟତରେ ଭଲ ଫଳ ମିଳିବାର ଏକ ଆଶ୍ୱାସନା ନେଇ କାମ କରନ୍ତି। କାକତାଳୀୟ ନ୍ୟାୟରେ ସଫଳ ହୋଇଗଲେ ପଣ୍ଡିତଙ୍କ ଜୟଗାନ ହୁଏ। ବିଫଳ ହେଲେ ପୂର୍ବଜନ୍ମର ପ୍ରାରବ୍ଧର ଫଳ ଭାବି ଚୁପ୍ ରହିଯାଆନ୍ତି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ। କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ସେୟାର ମଧ୍ୟ କରନ୍ତୁ। ନୂଆ ଭିଡ଼ିଓ ଦେଖିବା ପାଇଁ ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ପରବର୍ତ୍ତୀ ନୂଆ ଭିଡ଼ିଓକୁ ଦେଖିବା ପାଇଁ ଅପେକ୍ଷା କରନ୍ତୁ। ଦେଖାହେବ ପୁଣି ଆଉ ଏକ ଶିକ୍ଷଣୀୟ ଭିଡ଼ିଓରେ। ନମସ୍କାର।